ଦେଖିବା ସେଇ ମଙ୍ଗଳ ଚଳନ ଅଗଷ୍ଟ 3 ତାରିଖରୁ ସେପ୍ଟେମ୍ବର 18 ପର୍ଯ୍ୟନ୍ତ ମଙ୍ଗଳ ମହାଗ୍ରହ ମିଥୁନ ରାଶିକୁ ଗମନ କରୁଛନ୍ତି। କୁମ୍ଭ ରାଶି ଭାଇ ଭଉଣୀମାନେ ଯେତେ ପୃଥିବୀରେ ରହିଲେ ଧନିଷ୍ଠା କୁମ୍ଭ 23/11, ଶତବିଶା କୁମ୍ଭ 24/11, ପୂର୍ବଭାଦ୍ର କୁମ୍ଭ 25/11 ସିଏ ଭାଇ ଭଉଣୀମାନଙ୍କର ମଙ୍ଗଳ 125% କ'ଣ ଫଳ ଦେଉଛନ୍ତି ତାକୁ ଆଲୋଚନା କରିବା। କୁମ୍ଭ ରାଶି ଏବଂ କୁମ୍ଭ ଲଗ୍ନର ମଙ୍ଗଳ ହେଲେ ଦଶମାଧିପତି ଏବଂ ତୃତୀୟାଧିପତି। ଦଶମାଧିପତି ତୃତୀୟାଧିପତି ପଞ୍ଚମସ୍ଥ ହୋଇକି ରହିଲେ କେଉଁଠି ନା ଆମର ବୁଧଙ୍କ କ୍ଷେତ୍ରରେ। ପଞ୍ଚମଙ୍ଗଳ ଟିକେ ସେତେ ଶୁଭ ନୁହଁ, ତଥାପି ଅଶୁଭ ବି ନୁହଁ। ପଞ୍ଚମରେ ମଙ୍ଗଳ ମଧ୍ୟମ ଫଳଯାକ ପିଲାଙ୍କ ପାଇଁ ଅଧେ ଶୁଭ ଅଧେ ଖରାପ ରହିଛି। ଦୃଷ୍ଟିଫଳ ଚତୁର୍ଥ ଦୃଷ୍ଟି ଅଷ୍ଟମ ସ୍ଥାନ ବୁଧ କ୍ଷେତ୍ର କନ୍ୟା ରାଶିକୁ। ଅଷ୍ଟମଟା ହେଉଛି ମୃତ୍ୟୁ ଜାଗା। ଆପଣ କରେଣ୍ଟକୁ କାମ କରୁଥିଲେ ହୁସିଆରେ, ସୈନ୍ୟମାନେ ଥିଲେ ହୁସିଆରେ, ନିଆଁ ପାଖରେ ରୋଷେଇବାସ କରୁଥିଲେ ହୁସିଆରେ, ଗୁଡ଼ିଆ ଭାଇମାନେ ଯେଉଁ ଛଣାଛଣି କରୁଛନ୍ତି ହୁସିଆରେ, ତେଲ ଦେହରେ ପଡ଼ିପାରେ ହୁସିଆରେ, ଯେଉଁମାନେ କାଠ ମାନେ ବ୍ୟବସାୟ କରୁଛନ୍ତି ହଣା କଟା କାମ ହୁସିଆରେ ଟିକେ କଲେ, ଜଗି ରଖିଲେ ବୁଝି ବିଚାରି କାର୍ଯ୍ୟ କଲେ ମାନେ ଅପଡ଼େ ଭଲ ଜଗି ରଖିଲେ ଟିକେ ଆମକୁ ସୁଫଳ ମିଳିବ। ସପ୍ତମ ଦୃଷ୍ଟି ଏକାଦଶ ସ୍ଥାନ ଗୁରୁକ୍ଷେତ୍ର ଧନୁରାଶିକୁ। ତେଣୁକରି କ'ଣ ହେବ ନା ଆୟ ଉତ୍ତମ ରହିଛି, ବଡ଼ ବଡ଼ ଲୋକ ସମ୍ପର୍କ ଭଲ ରହିଛି। ଘରକୁ କେଉଁ ଜିନିଷ କ୍ରୟ କରନ୍ତୁ, ଆରାମସେ କ୍ରୟ ହେବ। ମନେ ଅଛି ଗୋଟେ ଏସିଟା କରିବି କରନ୍ତୁ, ଯେଉଁଟେ ଗାଈ ଆଣିବି ଆଣନ୍ତୁ, ଘରେ 50 ଇଟା ଆଣି ଥୋଇବି ଆର ବର୍ଷ ଘର ହେବ ରଖନ୍ତୁ, ଏସବୁ ହେଇପାରିବ, କିଛି ଅସୁବିଧା ନାହିଁ। ବ୍ୟୟସ୍ଥାନକୁ ମଙ୍ଗଳଙ୍କର ରହିଲା, ବ୍ୟୟସ୍ଥାନକୁ ରହିଲା ମଙ୍ଗଳଙ୍କର ଦୃଷ୍ଟି ରହିଲା ହେଉଛି ଅଷ୍ଟମ ଦୃଷ୍ଟି ଶନି କ୍ଷେତ୍ର ମକର ରାଶିକୁ। ବ୍ୟୟ ଟିକେ ଅଧିକା ରହୁଛି, ଆୟତନର ବ୍ୟୟ ଅଧିକା ରହିବ, କିଛି ଅସୁବିଧା ନାହିଁ। କୌଣସି କାମରେ କିଛି ଅସୁବିଧା ନାହିଁ। ଯଦି ଅସୁବିଧା ମନେ କରିବେ ପ୍ରତି ମଙ୍ଗଳବାର ଦିନ 5ଟି ନାଲି ମନ୍ଦାର ଫୁଲ ନେଇକରି ନଈରେ ଭସେଇ ଦିଅନ୍ତୁ, ଆପଣଙ୍କର ମଙ୍ଗଳ ଶୁଦ୍ଧି ନାହିଁ। ଦେଖିବା ପରବର୍ତ୍ତୀ ରାଶି।